ହ୍ୟାଲୋ ପିଲାମାନେ, ଆଜି ଆମେ ପଢ଼ିବା ହଳ, ଗଣ୍ଡା, ଯୋଡ଼ା, ପୁଞ୍ଜା। ବୁଝିଲ? ହଳକ ମାନେ ଦୁଇଟି ହେଲା। ହଳକ ମାନେ ଦୁଇଟି। ଚାରି ହଳ କେତୋଟି? ଚାରି ହଳର 4 × 2 ହେଲେ କେତୋଟି? 8ଟି। ପୁଞ୍ଜାକ କେତୋଟି? 4ଟି। କେତୋଟିରେ 5 ପୁଞ୍ଜା ହୁଏ? ପୁଞ୍ଜାକ ମାନେ 4, ତାକୁ 5 × 4 କଲେ କେତେ ହେବ? 20। ଯୋଡ଼ା କହିଲେ କେତୋଟିକୁ ବୁଝାଏ? ଯୋଡ଼ା କହିଲେ 2ଟି। 3 ଯୋଡ଼ା କେତେଟାରେ ହୁଏ? 3 × 2 ହେଲେ 6। ଗଣ୍ଡାକ କେତୋଟି? ଗଣ୍ଡାକ ମାନେ 4ଟି। 4 ଗଣ୍ଡା ଯେ କେତୋଟି? 4 × 4 16ଟି। 5 ବିଡ଼ା କାଠି କେତୋଟି କାଠି? ଗୋଟିଏ ବିଡ଼ାରେ 10ଟି କାଠିରେ ଗୋଟିଏ ବିଡ଼ା ହେଇଛି। ସେହିପରି 5 ବିଡ଼ା କାଠିରେ କେତୋଟି? 50ଟି। 70ଟି କାଠିରେ କେତେ ବିଡ଼ା ହୁଏ? 70 ହରଣ 10 କଲେ କେତୋଟି? 7ଟି। 10 ବିଡ଼ା କାଠିରେ କେତୋଟି କାଠି ଅଛି? 10 ବିଡ଼ା କାଠିରେ 100ଟି କାଠି ଅଛି। 10 × 10 ହେଲେ କେତେ ହେଲା? 100। 85ଟି କାଠିରେ କେତେ ବିଡ଼ା ହେବ? କେତେ ବଳିବ? 85ଟି କାଠିରେ 8ଟି ବିଡ଼ା ହେବ ଆଉ 5ଟି ବଳିବ। 6 10 ଯେ କେତେ? 6 10 ମାନେ 60। 2 10 5 ଏକକ ବୋଲେ କେତେ? 25। 9 2 52 ଯେ କେତେ 10 କେତେ ଏକ? 9 10 2 1। 8 10 7 1। 8 7 87। କେତେ ଦଶକ କେତେ ଏକକ? 67। 6 ଦଶକ 7 ଏକକ। 12ଟି 40ଟି କେତେ ବିଡ଼ା କାଠି ସହିତ ସମାନ? 40 କେତେ ବିଡ଼ା କାଠି ସହିତ ସମାନ? 5। ଆକୁ 4 10ରେ ଫେଡ଼ିଦେବ, ହରିଦେବ। 40 ହରଣ 10 ହେଲେ କେତେ ହେଲା? 4ଟି। 9 ବିଡ଼ା କାଠି କେତୋଟି କାଠି? 9 × 10 ହେଲେ କେତେ ହେବ? 90ଟି। 100ଟି କାଠିରେ କେତେ ବିଡ଼ା ହୁଏ? 100 ହରଣ 10 କଲେ କେତେ? 10ଟି। ହେଲେ ଏଥିରେ ଦେଖ କେତେ ବଢ଼ିଆ କୋଶ୍ଚିନ୍ କେତେଟା ଅଛି? 20ଟା କୋଶ୍ଚିନ୍ ସବୁ ମୁଁ କହିଲି, ତାକୁ ଖାତାରେ କରିବ। ଆଉ ପୁଣି ସେଗୁଡ଼ିକ ଭଲ ଭାବରେ ଲେଖିବ। ମୁଁ କହିଲେ ଶୁଣିବ, ଆଉ କ'ଣ କରିବ? ଖାତାରେ ଲେଖିବ ହେଲା। ବାଏ, ଗୁଡ଼୍ ନାଇଟ୍।